ଯୁବକ ମାନେ ତାଙ୍କ ପ୍ରେମିକା ମାନଙ୍କୁ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରିଥାନ୍ତି ବୋଲି ଇତିହାସରେ, ପୁରାଣରେ ଆଉ କିମ୍ବଦନ୍ତୀରେ ବହୁବାର ବର୍ଣ୍ଣନା ରହିଛି। ଏପରିକି ଆଜିକାଲିର ୟୁଟ୍ୟୁବ୍ ସର୍ଟସ୍ ଆଉ ଇନଷ୍ଟାଗ୍ରାମ ରିଲ୍ସରେ ଏଇଭଳି ଦୃଶ୍ୟ ବହୁଳ ମାତ୍ରାରେ ପ୍ରଦର୍ଶିତ ହେଉଛି ଏବଂ ଯେଉଁ ଯୁବକମାନେ ଟିକେ ଲାଜକୁଳା ସ୍ୱଭାବ ସେମାନଙ୍କ ମନରେ ଆଉ ହୃଦୟରେ ଏହା ଅତ୍ୟଧିକ ସାହସ ଆଉ ଆଶା ବି ସଞ୍ଚାର କରିପାରୁଛି। ହେଲେ ଏମିତି କିଛି ଯୁବକ ଅଛନ୍ତି ଯେଉଁମାନଙ୍କ ଚେତନାରେ, ମାନସିକତାରେ ଘଟୁଛି ବୈପ୍ଳବିକ ପରିବର୍ତ୍ତନ। ସେମାନେ ଗୋଲାପ, ମଲ୍ଲି, ଟଗର, କୃଷ୍ଣଚୂଡ଼ା ବା ସେବତୀ ଭଳି କୋମଳ ପଦାର୍ଥମାନ ହାତରେ ନ ଧରି ଭୁଜାଲି, କଟୁରୀ, କୁରାଢ଼ୀ, ଫାର୍ସା କିମ୍ବା ଏସିଡ୍ ଭଳି ମାରାତ୍ମକ ପଦାର୍ଥ ଧରି ହାତରେ ପ୍ରେମ ନିବେଦନ କରୁଛନ୍ତି। ଏଇଭଳି ଏକ ସାଂଘାତିକ ଘଟଣା ଏଇ ନିକଟରେ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ କଲେଜ ଆଗରେ ଜଣେ ଯୁବକ ଭୁଜାଲି ଦେଖାଇ ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମ ନିବେଦନ ଗ୍ରହଣ କରିବାକୁ ତଥା ବିବାହ କରିବାକୁ ବାଧ୍ୟ କରିଥିଲେ। ସୂଚନାଯୋଗ୍ୟ ଯେ ସେହି ଯୁବକ ଜଣକ ସେହି କଲେଜର ଛାତ୍ର ଏବଂ ପୂର୍ବରୁ ବହୁତ ଥର ସେ ଯୁବତୀ ଜଣଙ୍କୁ ପ୍ରେମ ନିବେଦନ କରିଥିଲେ, କିନ୍ତୁ ଯୁବତୀ ଜଣକ ପ୍ରତ୍ୟେକ ଥର ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ଆସୁଥିଲେ। ବହୁବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବକ ହୋଇ ଉଠିଥିଲା ଅତ୍ୟନ୍ତ ହିଂସ୍ର। ତେଣୁ ଥରେ ଯୁବତୀ କଲେଜ ସାମ୍ନାରେ ଆସୁଥିବାର ଦେଖି ସେ ଭୁଜାଲି ଆଣି ତାକୁ ବିବାହ ହେବା ପାଇଁ ଧମକାଇଥିଲା। ସୌଭାଗ୍ୟବଶତଃ ଯୁବତୀଙ୍କ ସହିତ ସେହି ମୁହୂର୍ତ୍ତରେ ତାଙ୍କ ମା ସେଦିନ ଥିଲେ। ପ୍ରାୟ ଘଣ୍ଟାଏ ଧରି ଯୁବତୀ ଆଉ ତାଙ୍କ ମାଆଙ୍କୁ ଏ ଯୁବକ ଜଣକ ଗାଳି ଗୁଲଜ କରିଥିଲା, ହାଣି ଦେବାର ଭୟ ଦେଖାଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ଏ ସମ୍ପର୍କରେ ପୋଲିସକୁ ଅବଗତ କରିବା ପରେ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ଏହି ଘଟଣାରେ ଅନେକ ଲୋକ ଅନେକ ମତ ଦେଉଥିବେ ବୋଲି ମୋର ଆଶା। ମୁଁ ମନସ୍ତାତ୍ତ୍ୱିକ ସ୍ତରର କଥାଟି ହିଁ କହିବି। କାହିଁକି ମଣିଷ ହିଂସ୍ର ଓ ଉଗ୍ର ହେଇଯାଉଛି ଏହିସବୁ କ୍ଷେତ୍ରରେ? ଦେଖନ୍ତୁ, ଯେଉଁ ବ୍ୟକ୍ତି ଜଣକୁ ଭଲ ପାଇ ବସିଲା ବା ପ୍ରେମ କରି ବସିଲା, ସେଥିରେ କିଛି ଭୁଲ ନାହିଁ, କିନ୍ତୁ ସେ ଯଦି ଉଦାରବାଦୀ ମାନସିକତା ପୋଷଣ କରିବ ତାହେଲେ ସେ କେବେ ବି ହିଂସ୍ର ଆଉ ଉଗ୍ର ହେବ ନାହିଁ। ହିଂସ ହେବାର ଆଉ ଉଗ୍ର ହେବାର ସମ୍ଭାବନା କମିଯିବ। କିନ୍ତୁ ଯେଉଁମାନେ ଭାବୁଛନ୍ତି ଯେ ଆମେ ଯାହାକୁ ପ୍ରେମ କଲୁ ସେ ଆମକୁ ପ୍ରେମ କରିବାକୁ ବାଧ୍ୟ, ଏହା ଏକ ଅଦ୍ଭୁତ ପ୍ରକାରର ଅନଜଷ୍ଟ, ଇନହ୍ୟୁମାନିଷ୍ଟିକ୍ ଆଉ ଡୋମିନେଟିଂ ସାଇକୋଲୋଜିକାଲ ବିହେଭିଅର। ଆରେ ବାବୁ, ତମେ ପ୍ରେମ ନିବେଦନ କଲ, ତାର ଯଦି ଇଚ୍ଛା ହେବ ସେ ତୁମ ପ୍ରେମ ନିବେଦନକୁ ଗ୍ରହଣ କରିବ, ନହେଲେ ପ୍ରତ୍ୟାଖ୍ୟାନ କରିବ। ତାର ବି ମନ ଅଛି, ତାର ବି ହୃଦୟ ଅଛି, ତାର ବି ପରିସ୍ଥିତି ଅଛି, ତାର ବି ଅନ୍ୟାନ୍ୟ କଥା ଅଛି। ସେ ତମକୁ ପ୍ରେମ କରିବାକୁ କାହିଁକି ବାଧ୍ୟ? କିନ୍ତୁ ଯେଉଁମାନେ ଅତ୍ୟନ୍ତ ଜିଦଖୋର ହେଇ ମାନସିକତା ପୋଷଣ କରିବେ, ମୁଁ ଯାହାକୁ ଭଲ ପାଇ ବସିବି ମାନେ ସେ ଭଲ ପାଇବାକୁ ବାଧ୍ୟ, এই ପ୍ରକାର ମାନସିକତା ଯିଏ ଥରେ ପୋଷଣ କଲା, ଯେତେବେଳେ ତା ପ୍ରେମ ନିବେଦନ ପ୍ରତ୍ୟାଖ୍ୟାତ ହେବ ସେତେବେଳେ ସେ ନ୍ୟାଚୁରାଲି ହିଂସ୍ର ହେଇ ଉଠିବ ଏବଂ ଏ ଘଟଣାରେ ତାହା ହେଇଛି। ଶେଷରେ ମୁଁ ଏତିକି କହିବାକୁ ଚାହିଁବି, ସେ ବ୍ୟକ୍ତି ଜଣକ ବାରମ୍ବାର କହିଛି ଯେ ମୁଁ ତାକୁ ପ୍ରେମ କରୁଛି। ମୁଁ କିନ୍ତୁ କହିବାକୁ ଚାହୁଁଛି ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା। କାରଣ ପ୍ରେମ ଆଉ ହିଂସା ତେବେ ଗୋଟିଏ ସ୍ଥାନରେ କେବେ ହେଲେ ବି ରହିପାରିବେ ନାହିଁ। ଯେଉଁଠାରେ ପ୍ରେମ ରହିବ ସେଠି ହିଂସା ଆପେ ଆପେ ଉଭେଇଯିବ, ଆଉ ଯେଉଁଠି ହିଂସା ରହିବ ସେଠି କେବେ ବି ପ୍ରେମ ନଥିବ, କେବଳ ଥିବ ଭୟ ଆଉ ଆତଙ୍କ। ନମସ୍କାର।